ତ ହଠାତ୍ ଆମ କଲେଜରେ ଆଜି କଣ ପାଇଁ ବିସ୍କୁଟ ବଣ୍ଟାଗଲା ଦେଖିବା ପାଇଁ ଲାଷ୍ଟ ଯାଏ କଣ୍ଟିନ୍ୟୁ କରନ୍ତୁ। ତ ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ଟୁ ମାଇ ଆନାଦର ବ୍ଲଗ। ତ ସବୁଦିନ ପରେ ମୁଁ ଆଜି କଲେଜ ବାହାରି ଯାଇଥିଲି। ତ କଲେଜ ବାହାରିକି ଦେଖିଲା ବେଳେ ଆମ ଡିପାର୍ଟମେଣ୍ଟରେ ପହଞ୍ଚିଲା ବେଳକୁ ତାର କାନ୍ଧରେ ହାତ ପକେଇ ପଳଉଛନ୍ତି। ଯାଉ ଯାଉ ପୁଣି ପଳେଇ ଆସିଲେ। ତାପରେ ଏଇ ପିଲାଟି କ୍ୟାମେରା ଧରି କଣ ହଉଛି ଦେଖ। डिप्रेशन ତ ମୁଁ କ୍ୟାମେରା ଧରି ସେ ମତେ ମାରିବା ପାଇଁ ଆସିଥିଲା କିନ୍ତୁ ପଳେଇଲା, ମାରି ପାଇଲାନି ଆଉ। ତାପରେ ଦେଖୁଥିବେ ସେ କଣ ହଉଛି। କନଷ୍ଟାଣ୍ଟ ସେ ଜାଗାରେ ଗୋଟେ ଜାଗାରେ ରହିପାରୁନି। ତ ସେଠୁ ପଳେଇ ଆସିଲା ପରେ ମୁଁ ମେସରେ ଆସି ମୋ ମିଲ୍ ଖାଇ ଦେଇକି ପୁଣି ବାହାରି ଗଲୁ କଲେଜ, କାହିଁକି ନା ଆମର ଆଜି ଡିପାର୍ଟମେଣ୍ଟାଲ ସେମିନାର ଥିଲା। ଦେଖିପାରୁଥିବେ ତାର ସାଇକେଲ ନେଇକି ପଳଉଛି, ପୁଣି ରହିଗଲା ଯାଇକି ସେଠି ଅଧା ବାଟରେ। ତାପରେ ସେଠୁ କଲେଜ ଯାଇକି ବିସ୍କୁଟ ଖାଇ ଦେଇକି ପଳେଇ ଆସିଲୁ ଆମେ, କାହିଁକି ବିସ୍କୁଟ ଛାଡିବୁ ନା। क्या सीन है। ତାପରେ ଆସି ମେସରେ ମୁଁ ଟିକେ ଫେସିଆଲ ହେଇ ଦେଖାଯାଉଥିବା ଫେସିଆଲ ହଉଛି, କେମିତି ଦେଖା ହଉଛି ମତେ ଟିକେ କମେଣ୍ଟରେ କହିବେ। ତ ସେଠୁ ଫେସିଆଲ ହେଇସାରିଲା ପରେ ମୁଁ ବାହାରି ଗଲି ଆରଡି ଛକ, କାହିଁକିନା କିଛି ମୋର କାମ ଥିଲା। ତ ସେଠି ଫେରିଲା ବେଳେ ଦେଖିଲି ପିଣ୍ଟୁ ଫାଷ୍ଟଫୁଡ। ଯାହା ହଉ ମୋ ନାଁରେ ଗୋଟେ ଫାଷ୍ଟଫୁଡ ବାହାରିସାରିଲାଣି। ଆରେ ବା, ଏଇଟା ଯଦି ଦେଖିଥିବେ କୋଉ ଜାଗାରେ ଲୋକେସନ ଟା ମୁଁ ତ ଦେଖି ସାରିଛି। ଆଉ ଆପଣ ମାନେ ଦେଖିଥିଲେ ମତେ କମେଣ୍ଟରେ କହିବେ। ତ ଇଏ ତାର ମକା ଖାଉଛି, ଖାଉ ସବୁ ଖାଇଦେଲା, ମତେ ଦେଲାନି। ତାପରେ ଏଠି ମୁଁ ମୋର ପଳେଇ ଆସିଲୁ ମନ ଦୁଃଖ କରି ମୁଁ ମୋର ହସି ହସି ପଳେଇ ଆଇଲି। ଦେଖିପାରୁଥିବେ ମୋ ମୁହଁ ଦେଖା ହବନି ବୋଲି ସେଥିପାଇଁ ମୁଁ ଫ୍ଲାସ ଲାଇଟ ଅନ୍ କରି ଦେଖେଇଲି। ତ ଆଜି ପାଇଁ ଏତିକି ରହିଲି। ଜୟ ଜଗନ୍ନାଥ।